ଆଜି ଶୁଣିବା ଉପନ୍ୟାସ ପରଜା। ଉପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 13। ଚୈତ ସରିଲା। ମରିଆସୁଥିବା ଶେଷ ମଉଜ ଆପଣାକୁ ହଜେଇ ଦେଇ ବସେ ଗୋଠଖଣ୍ଡିଆ ଦୂର ଗାଁର ଗୋଟିକିଆ ଢୋଲ ଢାଁ ଢାଁରେ। କ୍ରମେ ତାହା ବି ନିଭିଯିବ। ଆନନ୍ଦର ଜୁଆର ଆପେ ଯିବ ସରି। ଘାସ ଶୁଖିଛି, ବଣ ଶୁଖିଛି। ହାଁ ହାଁ କ୍ଷେତ ଉପରେ ଭୁସ୍ ଭୁସ୍ ଖାଲି ପାହାର। ସେ ପୁଣି ଆପଣାର କ୍ଷେତ ନୁହେଁ, ପରର କ୍ଷେତରେ। ରାତି ପାହିଲେ ଗୋତିର ବାହୁଡ଼ାଣୀ। ଛୁଟିଟା କ'ଣ ସରିଛି ସବୁ? କାହିଁ ଜଣାଯାଉନାହିଁ ତ। ଘରର ବନ୍ଦୋବସ୍ତ କିଛି ବୋଲି ହୋଇନାହିଁ। କ୍ଷେତ କ'ଣ ହେବ, ଗୋତିର କ'ଣ ହେବ, ଘରର ପ୍ରାଣୀ ଚଳିବେ କିପରି, ସେ ତ ବଡ଼ ବଡ଼ କଥା। ହାତ ପାଖର ଯାହା, ତାହା ବି ସରିଲା ନାହିଁ। ପଛଆଡ଼ କାନ୍ଥରୁ ଫାଳେ ଛିଣ୍ଡି ପଡ଼ି ମାଟି ମେଞ୍ଚାଏ ଲଦା ହେବ ବୋଲି ଆଁ କରି ଅନେଇ ଠିଆ ହୋଇଛି କେଉଁ କାଳୁ। ଘର ଚଟାଣରେ ସୁଆଁ ପେଶିବା, ଗାତଟା ସଫା ହେବାର କଥା ଥିଲା, ସବୁ ରହିଲା ବାକି। ଗାଁ ଫଟେଇ ବାଇଦର ଲହଡ଼ି ଛୁଟି ଯାଉଛି ସତ, ନାଚ ହୋଇଛି, ଶିକାର ହୋଇଛି। ଏତେ ବଡ଼ ଚୈତ ପରବ ମନ ଉଛୁଳେଇ ମାତି ଚାଲିଛି ଗାଁର ଛାତ ଉପରେ। ହଁ, ସତ ସବୁ, କିନ୍ତୁ ରାତି ପାହିଲେ ଛୁଟି ଶେଷ। ଲାଗୁଛି ସତେଅବା କିଛି ହୋଇନାହିଁ, ଖାଲି ସକାଳ ବେଳ ଉଇଁଛି। କଦଳୀ ଗଛ ତଳେ ଛାଇ ବଡ଼ରୁ ସାନ, ସାନରୁ ବଡ଼ ହୋଇ ରାତି ପାଲଟି ଯାଇଛି। ଜୀବନରେ ନୂଆ କିଛି ଘଟି ନାହିଁ। ଛାତିରେ ହାତ ମାରିଲେ ଫମ୍ପା ଲାଗୁଛି ଭିତରଟା। ସବୁ ଫାଙ୍କା ଆଉ ଫମ୍ପା ପଡ଼ି ରହିଛି। ଦିନ ଶେଷ। ବାପ ପୁଅ ଝିଅ ସମସ୍ତେ ରୁଣ୍ଡ ହୋଇଥାନ୍ତି ଘର ଆଗର ଚଟାଣ ଉପରେ। ମୁହଁ ସଞ୍ଜ, ଏଠୁ ସେଠୁ ୟା ଘର ପାଖୁ ତା ଘର ପାଖୁ ଧୂଆଁ ଉଠିଥାଏ। ଗାଁର ଚହଳ ଏତିକିବେଳେ। ଧାଙ୍ଗଡ଼ା ବସାଘରେ ଡୁଙ୍ଗୁଡୁଙ୍ଗାର ଆବାହନ। ଦୂର କନ୍ଧ ପଲ୍ଲୀରେ ପାହାଡ଼ ଭିତରୁ ବଇଁଶୀର ପହିଲି ଆଳାପ। ଗୋରୁ ମୋହିବା ଚହଳ, ପିଲାଙ୍କ ପାଟି। ତୁନିତାନି ସମସ୍ତେ ବସିଥାନ୍ତି। ସବୁ ଅବସାଦ କଳାପାଣି ପରି ଯେପରି ଝରି ପଡ଼ୁଛି ଅନ୍ଧାରରୁ। ଗୋଟି ଗୋଟିକିଆ ତରାତାର ଜାଲିବାଟ। ସବୁ ଅନ୍ଧାର ଅଜାଡ଼ି ଦେଉଛି ଗୋତିର ମୁଣ୍ଡ ଉପରେ। ଥାଇ ଥାଇ ଚେମେଣି ବାଦୁଡ଼ି ଗାଢ଼ କଳା ଛାଇ ପରି ଫଡ଼୍ ଫଡ଼୍ ଉଡ଼ି ବୁଲିଲେ। ଗୋତିର ଚିନ୍ତା ଛୁଟେ। ଟୁପ୍ ଟାପ୍ ଗପ ଲାଗିଥିଲା, ଅନେକ କଥା ପଡ଼ିଥିଲା। ଶୁକ୍ରଜାନି କହିଲା, ବାଗ୍ଲାଜାନି କାଜୁଡ଼ି ପାଇଁ 3 କୋଡ଼ି ଟଙ୍କା ଝୁଲା ଦେଲା। ଆମର ଏତେ ଟଙ୍କା ନାହିଁ। ଥପ୍ କରି ସମସ୍ତେ ତୁନି ହୋଇଗଲେ। ଖାଲି ହତାଶ ଦୀର୍ଘଶ୍ୱାସ। ମାଣ୍ଡିଆ ଜିଲି ମୁହଁ ତଳକୁ ପୋତିଦେଲେ। ୟାପରେ ବୁଢ଼ା ଆଉ କ'ଣ କହିବ ବୋଲି ଜିଲି ଆଶଙ୍କା କରି ବସିଥିଲା। ଶୁକ୍ରଜାନି କହିଗଲା, ଖରାପ ଲୋକର ଡୁମା ସେମାନେ, ଖରାପ ଖରାପ ମିଶିଗଲେ। ଆମର ଏ ଦିନ ରହିବ ନାହିଁ ସବୁଦିନେ। ମାଣ୍ଡିଆ ପଛକୁ ଜିଲି, ଟିକ୍ରା ପଛକୁ ବିଲି ଲାଗି ରହିଛନ୍ତି। ଯେବେ ମହାପ୍ରଭୁ ଭଲ ଦିନ ଦେବେ, ଭଉଣୀ ଝୋଲା ଆଣିବ, ଭାଇ ବିଭା ହେବ। କେହି ଅଭିଆଡ଼ା ରହିନାହିଁ। ଖାଲି ବଡ଼ ଆଶା ଥିଲା, ଏଇ ଚୈତ ଯଦି। ବୁଢ଼ା ନିଶ୍ୱାସ ମାରିଲା। ଏ ପାଖେ ମାଣ୍ଡିଆ, ସେ ପାଖେ ଜିଲି। ଲୁଚେଇ ତୁନିତାନି କାନ୍ଦିଲେ। ୟା ମୁଁ ଭାବି ନଥିଲି, ୟା କେହି ବି ଭାବି ନଥିଲେ। ତେଣୁ ଆଜି ମୁଁ ଭାରି ମାଡ଼ା ପରି ଲାଗୁଛି। ଛାଡ଼, ଦୋଷ ଧରିବାର ବେଳ ଏ ନୁହେଁ। ଯାହାର ଯେ ଇଷ୍ଟ। ଆମେ ତାଙ୍କୁ ଭରସି ବସିଥିଲୁ। ଚୋର ପରି ସେମାନେ ଆମଠୁ ଲୁଚି ଚାଲିଗଲେ। ସେମାନେ ଆମର ନୁହନ୍ତି। ତାଙ୍କ ପାଇଁ ମନ ବ୍ୟସ୍ତ କରି ଆମର କି ଲାଭ? ଲୋକେ କହନ୍ତି ମୋର ଝିଅମାନେ ଝୋଡ଼ିଆ କୁଳାରେ ସୁନ୍ଦରୀ। ବାପ ଭାଇ ଗୋତି ଗଲେ ଝିଅର ସୁନ୍ଦରପଣ ତୁଟେ କେଉଁଠି? ଆମ ଜାତିରେ ଗାଁକୁ ଗାଁ ଗୋତି ଠାଏ ଠାଏ। କ'ଣ ହେଲା? କିଏ ଯାଏ ସେଥିରେ? କେତେ ଧାଙ୍ଗଡ଼ା ମୋର ଗୋଡ଼ ତଳେ ମୁଣ୍ଡ ପିଟିବେ। ମୁଁ କହିନଥିଲି ଖାଲି, ଏଇ ଓଷା ମାସରେ ଝିଅଙ୍କୁ ମୁଁ ବିଭା ଦେବି। ତାପରେ ମାଣ୍ଡିଆ ବିଭା ହେବ। ତାପରେ ଜିଲି, କାଜୁଡ଼ି, ବାଗ୍ଲା ପରି କେତେ ଡମ୍ ପଟକାରା କ'ଣ କରିଦେବେ କାହାର। ବାଗ୍ଲା ଘରେ ରହିବ ନାହିଁ। କେବେ ହେଲେ ଆସାମ ପଳେଇବ। କାଜୁଡ଼ି ପୁଣି ଧାଙ୍ଗଡ଼ା ଖୋଜିବ। ପୁଣି ସେମାନେ ଲେଉଟି ଆସି ଆମରି ଦୁଆରେ ମୁଣ୍ଡ ପିଟିବେ। କିନ୍ତୁ ଖବରଦାର, ଆଉ ନାହିଁ, ଆଉ ନାହିଁ। କେବଳ ଟିକ୍ରା କହିଲା, ଆଉ? ହେଁ, ଆଉ ଦେଖିଲେ। ବୁଢ଼ାର ସବୁ କଥା ପିଲାଙ୍କ ମନକୁ ଆଉଁସି ଗଲା। ବୁଢ଼ା ଖୋଳପାଟା ସିନା, ପଡ଼ିଗଲେ ଉଠେଇ ଧରେ କି ସୁନ୍ଦର। ବୁଢ଼ା ଛାତି ହାଡ଼ୁଆ କିନ୍ତୁ ଉଷୁମ। ଯାଅ ପିଲାଏ, ଆଜି ମଉଜ କର। ଜମି ଭାଗ ଲଗେଇ ଦେବ। ଜିଲି ବିଲି ଦରକାର ପଡ଼ିଲେ ଅଳ୍ପ ବହୁତେ କୁଲି କରନ୍ତୁ। ସମୟ ଖରାପ, ଖାଲି ସମ୍ଭାଳି ଯାଅ। ଆଉ କିଛି ଚିନ୍ତା ନାହିଁ।
ଆଉ କୋଉ ସାହୁକାରଠୁ କିଛି କରଜ ଆଣି ଆମେ ଟିକ୍ରା ପଛେ ମାଣ୍ଡିଆକୁ ମୁକୁଳେଇ ଦବା। ଯାହା ଯେମିତି ସବୁ ହବ। ଆଜି ଫୁର୍ତ୍ତି କର, କାଲିକୁ ନୂଆ ବାଟ। ଚାପିଲା ଚାପିଲା ମିଠା ଗଳାରେ କିଏ ଡାକି ଦେଇ ଗଲା, ଏ ସାରିଆଦାନ। ବିଲି ଉଠିଗଲା। ପଛେ ପଛେ ସେ ଝୁଣୁରୁ ଝୁଣୁରୁ ବାଟର ଅନ୍ଧାରରେ ଟିକ୍ରା ଧାଇଁ ଧାଇଁ ମିଶିଗଲା। ବୁଢ଼ା ପଥର ଉପରେ ଏକୁଟିଆ ବସି ଧୁଙ୍ଗିଆ ଟାଣିଲା। ଘରର ଗୋଟାଏ କଣକୁ ଉଠିଯାଇ ଠେକିରୁ ଅଜାଡ଼ି ମାଣ୍ଡିଆ ବେଟେ ମଦ ପିଇଲା। ଜିଲି ହାତରେ ପ୍ରାୟ ସବୁ ତୁଚ୍ଛା ଟେକିଟା ଧରେଇ ଦେଇ କହିଲା, ପିଇ ଟୋପେ, ତୋର ଉପକାର ହେବ। ଆଜି ରାତିକ ଫୁର୍ତ୍ତି, କାଲି ବାଟ। ଲାଠିଏ ବେଳ ହେଲା। ବେଳକୁ ସାହୁକାର ଘରେ ପହଞ୍ଚିବାକୁ ହେବ, ନହେଲେ ଗଞ୍ଜଣା। ବାଟ ସେ ସରେ ନାହିଁ। ବୈଶାଖର ପଥୁରିଆ ଘାଟି ବାଟରେ ଗୋଡ଼ରୁ ଚୋପା ଛାଡ଼େ, ଝାଳ ବୁହେ, ମୁଣ୍ଡ ବୁଲାଏ। ଧାଡ଼ି ହୋଇ ସେମାନେ ଚାଲିଥାନ୍ତି। ଆଗେ ଆଗେ ଶୁକ୍ରଜାନି, ତା ପଛକୁ ମାଣ୍ଡିଆ, ଶେଷରେ ଟିକ୍ରା। ଧାଡ଼ିରେ ଚାଲିବା ପାହାଡ଼ୀ ଲୋକଙ୍କ ଅଭ୍ୟାସ। ଟାଇଁ ଟାଇଁ ଖରା ପିଚ୍ ପିଚ୍ ପିଠିରେ ଗଳିଯାଏ। ତୁଣ୍ଡ ମୁଣ୍ଡ ନାହିଁ, ବାଟ କାଟେ। ସେଇ ଖରା ନାଚେ କେମିତି ଗେରୁଆ କଙ୍କର ବାଟରେ। ମାଟି ଉପରେ, ତୁଚ୍ଛା ପବନ ଉପରେ, ତାତିର ଲହଡ଼ି ଉପର ତଳ ହେଉଛି। ଆଗରେ ଯେତେ ପାଖେଇଲେ ସେତେ ଦୂରେଇ ଯାଏ। ସମ୍ବର ଖୋଜ ପଥର ପାଖେ ପହଞ୍ଚିଲା ବେଳକୁ ହାଲୁକ ଶୁଖିଲାଣି। ପଛରୁ ଗୁଡ଼ିଏ ଦେଶିଆ ଭାଇ ଆସିଲେ। 15 ଜଣ ଲୋକ। ସେମାନେ ଯାଇଥିଲେ ପୁଲିସ ସଭା ଇନ୍ସପେକ୍ଟର ବାବୁର ଡୋଲି ଆଉ କାଉଡ଼ି ଖେଟେଇ ଦେବାକୁ। ଚାରିପାଖେ ଗୁଡ଼ାଏ ଝଙ୍କା ଝୋଡ଼ି ଗଛ। ରାସ୍ତା ଉପରକୁ ସେଠି ସମ୍ବରର ଖୋଜା ଗହୀର ସରୁ ଖୋଲ ରହିଛି। ସବୁବେଳେ ସେଥିରୁ ପାଣି ଛୁଟେ। ସେହି ସମ୍ବର ଖୋଜ। ବାଏଁ ଡାହାଣେ ଉଞ୍ଚ ଉଞ୍ଚ ପାହାଡ଼, ତା ତଳେ ତଳେ ଝୋଲା ଦୁଇଟି। ଝୋଡ଼ିଗଛ ତଳେ ଅସଂଖ୍ୟ ନିଭିଲା ଚୁଲିର ପାଉଁଶ ଆଉ ପଥର ଆଗେ ଜଣାଇଦେବ, ବାଟ ମଝିରେ ଏ ଗୋଟିଏ ରନ୍ଧା ବସା ସ୍ଥାନ। ଏକାଠି ଡାକ ହରକରା ବୋଝ ବଦଳି କରେ। ଦୂର ବାଟୋଇ ରାନ୍ଧି ଖାଏ। ସମ୍ବର ଖୋଜ। ଛାଇ ତଳେ ମୁହାଁମୁହିଁ ବସିପଡ଼ି ଝାଳ ମାରି ସାରି ତୁମ୍ବାରୁ ଅଜାଡ଼ି ସେମାନେ ଟିକିଏ ଟିକିଏ ମାଣ୍ଡିଆ ପେଚ୍ ପିଇ ନେଲେ। ଧୂଆଁ ଟାଣିଲେ। ବେଶୀ କଥା କହିବାକୁ କାହାରି ମନରେ ସରାଗ ନାହିଁ। ଥକା ଲାଗୁଥାଏ। ଗଛ ତଳେ ବିଛେଇ ଶୋଇ ପଡ଼ିବାକୁ ମନ ହେଉଥାଏ। ଶୋଇପଡ଼ି ଉପରକୁ ଅନେଇ ଭାବିବାକୁ କିନ୍ତୁ ବେଳ ନାହିଁ। ତେଣେ ସାହୁକାର ବାଟ ଚାହିଁଥିବ। ବୁଢ଼ା କହିଲା, ଅନେକ କାମ ପଡ଼ି ରହିଲା। ଛୁଟି ଦିନ ମାଗି ନେଇ ପୁଣି ଘରକୁ ଆସି କାମ ଛିଣ୍ଡେଇ ଯିବା ଦରକାର। ମାଣ୍ଡିଆ ଜାନି ଖାଲି ଗୁମୁରିଲା। ଅନ୍ୟମନସ୍କ ହୋଇ ସେ ଦୂରକୁ ବସିଥାଏ। ଡୋଲି କାଉଡ଼ି ଖେଟେଇ ଯାଇଥିବା ଲୋକେ ଉଡ଼ିପଡ଼ି ସେ ବାଙ୍କରେ ଲୁଚିଯିବାକୁ ବସିଲେଣି। ମାଣ୍ଡିଆ ଜାନିର ହୋସ୍ ଆସିଲା। କହିଲା, ଜୁ। ପୁଣି ତିନିହେଁ ବୋଝ ବାହୁଙ୍ଗି ଉଠେଇ ନେଇ ବାଟ ଚାଲିଲେ କଳ ପରି। ଆଉ ରହିବାକୁ ହେବ ନାହିଁ। କନାପାରି ଗାଁ ପାଖେ କେଲାରା ଗାଁର ଖ୍ରୀଷ୍ଟିଆନ ଗୁରୁକଳା କୋଟ୍ ଖଣ୍ଡେ ପିନ୍ଧି ଧର୍ମ ପ୍ରଚାର ପାଇଁ ଲୁଲା ଗାଁକୁ ଯାଉଛି। କାନ୍ଧରେ ଗୋଟିଏ କୁକୁଡ଼ା ଓହଳିଛି। ତାଙ୍କରି ଗାଁ ବାଟେ ଯିବ ସେ। ଚାଲିଲ? ହଁ। ପରବ ସରିଲା? ହଁ। ଗୁରୁ ଚାଲିଗଲା। ଡାକେ ବାଟ ନ ହେଉଣୁ ବଡ଼ ପାଟିରେ ଶୁକ୍ରଜାନି ଡାକ ଛାଡ଼ିଲା, ମୋର ଜିଲି ଟୋକିକୁ କହିଦେସ୍ ଗୁରୁ, ଡରିବ ନାହିଁ। ପୁଣି ସାହୁକାରକୁ ସେଲ ମାଗି 2 ଦିନ ପାଇଁ ଆଇବି। ଗୁରୁ ଜବାବ ଦେଇ ପିଠି ବୁଲାଇ ଦେଲା। ମାଣ୍ଡିଆ କହିଲା, କୋଉଠୁ ଏବେ ସେଲ ଦେବ ସାହୁକାର? ମହାଖଟିଟେ ସେ। ଶୁକ୍ରଜାନି କିଛି କହିଲା ନାହିଁ। ସାହୁକାରର ଗାଁ ପାଖେଇ ଆସିଲା। ରେଙ୍ଗୁ ପରଜା ନୂଆ ଘର ବାନ୍ଧୁଥାଏ। ପୁଅ ବୋହୂ ତାର ଘରକୁ ଆସିବେ। ବାଗ୍ଲା ଆଉ କାଜୋଡ଼ି। ପରଜା ଆଇନ ଅନୁସାରେ ବିଭା ହେଲା ପୁଅର ନୂଆ ଘର। ଘର ବାନ୍ଧୁଥାଏ ଗାଁର 10-5 ଟୋକା 10-5 ଟୋକିଙ୍କୁ କୁଲି ଦେଇ। ନିହ ଖୋଳା ସରିଛି। କାନ୍ଥ ଉଠିଛି ଭୁସୁ ଭୁସୁ। ଗୋଟାଏ କରକୁ ଥୋକେ ଚେକା ମହୁଲି ପକେଇ ବସି ବାଉଁଶ ଓ କାଠ ମିଶେଇ ଛାତ ବାନ୍ଧୁଥାନ୍ତି ଶିଆଳି ଡୋରରେ। ସେଇ ପ୍ରାଚୀନ ପଦ୍ଧତିର ଘର। ମଝି ଘର, ତାର ଦାଣ୍ଡ କବାଟ ଅଛି। ଏକରେ ଭଣ୍ଡାର ଘର, ସେକରେ ରୋଷେଇ ଘର। 2 ଘରର ଖାଲି ଭିତିରି କବାଟ ଅଛି ଦାଣ୍ଡ ଘରକୁ। ସେ ଆଟୁ ସଙ୍ଘା ଅଧାକାନ୍ଥି ହାଣ୍ଡି ରଖିବାକୁ ପାହାଚ। ଦାଣ୍ଡ ଘର ଚଟାଣରେ ମାଣ୍ଡିଆ ସୁଆଁ ଫେସିବାକୁ ଗାତ। ସବୁ ପୁରୁଣା ରୀତିରେ, କିନ୍ତୁ ସବୁ ନୂଆ। ପାଣି ଆଣିଯିବା ବାଟରେ ଘରଟା ପଡ଼େ। ପାଣିଘାଟର ମଜୁରିଆଙ୍କ ଭିଡ଼। କିଏ ହାତ ଧୋଉଛି, କିଏ ବା ପାଣି ନେଉଛି ମାଟି ଚକଟିବାକୁ। ଦିନ 2 ପହରେ ଜିଲି ଗାଧୋଇଲା।
ଘର ତିଆରି ପାଖେ ଟୋକାଟୋକି ଗୀତ ବୋଲି ବୋଲି କାମ କରୁଥାନ୍ତି। କାମ ଉଠାଏ ଗୀତ ଆଉ ମଦ ଚହଳ ପଡ଼ିଥାଏ। ଏକା ସୁରରେ ଗୀତର ଲହରୀ ଉଠୁଥାଏ। ଇତି ଦେଖିଲେ ସିତି ନାହିଁ, ସେ ଟଙ୍କା ଦିଲେ ମିଲେ ନାହିଁ। ପ୍ରାଚୀନ କବିର ଭାଷାରେ ପ୍ରେମର ଗୁଣବିଚାର ଗୀତରେ ଝଙ୍କାରି ଉଠୁଥାଏ। ଖୋଜିଲେ ସେ ମିଳେ ନାହିଁ, ତଥାପି ଖୋଜି ଖୋଜି ପ୍ରାଣ ଯାଏ। ଜୀବନର ସରୁ ବାଙ୍କୁଲି ବାଟରେ କେଉଁ କଣରେ ପୁଣି ଛପିଯାଏ। ଏଠି ଦେଖିଲେ ସେଠି ନଥାଏ, ଟଙ୍କା ଦେଲେ ସବୁ କିଣି ହୁଏ, କିନ୍ତୁ ସେ ହୁଏ ନାହିଁ। ଲହର ଉଠୁଥାଏ। ଇତି ଦେଖିଲେ ସିତି ନାହିଁ, ସେ ଟଙ୍କା ଦିଲେ ମିଳେ ନାହିଁ। ମାଠିଆଟିଏ କାଖେଇ ଜିଲି ସେ ବାଟେ ଗଲା। କିଏ ଗୋଟିଏ ଧାଙ୍ଗଡ଼ା ଗଳା ଖଙ୍କାରେ ଡାକ ପକାଇଲା, ଏ ନୁନି। ଜିଲି ଅଟକି ଯାଇ ପଚାରିଲା, କିସ୍? ଏ ନୂଆ ଘରେ ତୁ ରହିବୁ? କି ପାଇଁ? ଆଉ କିଏ ରହିବ? ତୋରି ପାଇଁ ପରା ଏ ଘର ତିଆରି ହେଉଛି। ଆ ଟିକେ ଦେଖି ଯା। ଗୀତ ଛାଡ଼ି ଦେଇ ଆଉ 7 ଜଣ କୁଲି ହୋ ହୋ ହସି ଉଠି ଥଟ୍ଟାରେ ଯୋଗ ଦେଇ କହିଲେ, ହଇ କାହିଁକି, ହଇ କାହିଁକି? ଜିଲି ରାଗି ଯାଇ ଚାଲିଗଲା। ପଛରୁ କେତେ କ'ଣ କଥା ହସର ଘୋ ଘା ଭିତରେ ତା ପଛେ ପଛେ ଧାଇଁ ଚାଲିଲା ପାଣି ଘାଟକୁ। ଜିଲି ମୁହଁକୁ ତଳକୁ ପୋତି ପାଣି ଭିତରକୁ ପଶିଗଲା। ସେ ସାହିର କମ୍ବଲା ଟୋକୀ ଏକୁଟିଆ ପାଣିରେ ବସିଥିଲା। କ'ଣ ଭାବି ଜିଲି ପାଖକୁ ଘୁଞ୍ଚି ଆସି କଥା ଗପିଲା। ଜିଲିର ପଛଆଡ଼ୁ ତାର ପିଠି ରଗଡ଼ି ଦେଉଥାଏ, କଥା କହୁଥାଏ। ଜିଲିଠୁ 3 ବର୍ଷ ସାନ ସେ। କେମିତି ଏମିତି ହେଲା? ହଇଲୋ ଅପା, କିଛି ଆମକୁ ଜଣାଯାଉ ନାହିଁ। ତତେ ବିଭା ହେବା କଥା ପରା ସେ। କେମିତି ପୁଣି ତୋର ଭୁଆରୀ ଅର୍ଥାତ୍ ଭାଉଜ ହେବା କାଜୁଡ଼ିକୁ ଉଦୁଲିଆ ଚୋରେଇ ନେଇ ପଳାଇଗଲା କହିଲୁ ଦେଖି। ଛି, କେମିତି ଅଣ୍ଡିରା ମାଇକିନା ସେମାନେ କେଜାଣି। ଜଣକର ଖାଇବା ଭାତରେ ଧୂଳି ଦେଲେ କେମିତି ତାଙ୍କୁ ଧର୍ମ ସଇବ କେଜାଣି। ଏଇ ପାଣି ଭିତରେ ବସିକରି କହୁଛି ଅପା, ବଡ଼ ଖରାପ ଲାଗୁଛି ମୋତେ। ଏତେ ଦିନର ଲଗାଲଗି, ଏତେ ଦିନ ମାଗଣା ଡିଣ୍ଡା ଟୋକା ଡିଣ୍ଡା ଟୋକି ଭିତରେ ପଛରେ ଏମିତି ଚୋର ପାଇଟି ତାଙ୍କ ମନରେ ଥିଲା। ଛି 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 ଛି। ଏକା ସୁଅରେ କମଲା କଥା କହି ଯାଉଥାଏ। ଜିଲିର ପିଠି ରଗଡ଼ି ଦେଉଥାଏ। ତାକୁ ଲାଗୁଥାଏ ଯେପରି ପିଠିରୁ ମାଉଁସ ଖଣ୍ଡ ଖଣ୍ଡ ହୋଇ ଛାଡ଼ି ଯାଉଛି କମଲାର। ଏ କ'ଣ ରଗଡ଼ାରେ ସେ କ'ଣ କହିବ? କ'ଣ ଆଉ କହିବାର ଅଛି? ଏଇ ତୁଚ୍ଛା ସହାନୁଭୂତି ଭାରି ପୋଡ଼େ। ଥଟ୍ଟା କଲାପରି ଘାଟ ଉପରର ଘର ତିଆରି ଗୀତ ଶୁଭେ। ଇତି ଦେଖିଲେ ସିତି ନାହିଁ, ସେ ଟଙ୍କା ଦିଲେ ମିଳେ ନାହିଁ। ଦୁମ୍ ଦୁମ୍ ତାଳ ପଡ଼ୁଥାଏ। କିଏ ଗୋଟାଏ ହାତ ହଲେଇ ଦୁମ୍ ଦୁମ୍ ଡେଉଁଥାଏ। ଗାଧୁଆ ଶେଷ ହେଲା। ଜିଲି ତୁଠକୁ ଉଠି ଆସିଲା। କାଦୁଅ ଛିଟା ଧୋଇବାକୁ ପାଇଟି ଉପରୁ ଶିବପରଜା ଆସିଥାଏ। କିରେ ନୁନି, କି ବାଗଲା ଚିତା କାଟିଲା, ଏବେ ତୁଇ ମୋକେ ଆ। ଜିଲି ଗାଳି ଦେଲା। ଶିବପରଜା ହାତ ହଲେଇ ଦେଇ ପାଣି ଭିତରେ ଗୋଡ଼ାଏ ବାଟ ଗୋଡ଼େଇଗଲା ପାଟି କରି କରି, ତୁଇ ମୋକେ ଆ, ମୋକେ ଆ। ଜିଲି ଥରି ଥରିକା ଘରକୁ ଫେରିଲା। ଘରେ ଖାଦି ନାହିଁ। ଜିଲି ଥୋଡ଼ାଏ ତେନ୍ତୁଳି ମଞ୍ଜି ଶସ ଚୁରି 2 ଖଣ୍ଡ ପିଠ୍ କନ୍ଧା ସାଙ୍ଗରେ ଚୁଲିରେ ଆଉଟୁଥାଏ। ମଝିରେ ମଝିରେ ଲମ୍ବା ଲାଉ ଅଣକଟା ହାତରେ ଧରି ଛାତିରେ ହାତ ଛକି ଦେଇ ଏକା ଆଖିରେ ବାମ୍ଫକୁ ଅନେଇଥାଏ। ବିଲି ଆସିଲା। ଚାହୁଁ ଚାହୁଁ କେଡ଼େ ବଡ଼ଟାଏ ହୋଇଯାଇଛି ସେ। ତାର ଥନ ଥନ ମୁହଁକୁ ଚାହିଁ ବିଲି ଚଞ୍ଚଳ ହୋଇଗଲା। କେ କିଛି କହିଲା କି ଅପା? ଜିଲି କାନ୍ଦି ପକାଇ ସବୁ କହିଲା। 2 ଭଉଣୀ ପାଖକୁ ପାଖ ଲାଗି ପିଣ୍ଡା ଉପରେ ବସି ପଡ଼ିଲେ। ତାପରେ ଅଣ୍ଟାରେ ହାତ ଦେଇ ଦୋହଲି ଦୋହଲି ଏକାରାକେ ଗାଳି ବର୍ଷିବାକୁ ଆରମ୍ଭ କଲେ। ଆମେ ମାଇପିଲା ଲୋକ, ଘରେ ଅଣ୍ଡିରା ମଣିଷ ନାହାନ୍ତି, ଆମକୁ ଯେ ଥଟ୍ଟା କରୁଛି। ଯେ ଏମିତି କହୁଛି ତାର ଯୋଡ଼େ ଆଖି ଫୁଟିଯାଉ, ତାକୁ ଶନି ଚଳୁ, ତାର ଗୋ ପୋ ଗୋଟେକେ ନ ରହୁ, ସେ ଭସ୍ମ ହୋଇଯାଉ। ତୋକେ ମୋକେ ଧର୍ମ ଅଛି, ସେ ଜଳିଯାଉ ଲୋ, ପୋଡ଼ିଯାଉ। ଆମେ ନିଆଶ୍ରୀ ଲୋକ, ଆମେ କାକୁର୍ତ୍ତି ଲୋକ, ସେ ଜଳିପୋଡ଼ି ମରିଯାଉ, ତାର ଜୀବ ଛିଣ୍ଡି ପଡ଼ୁ ଇତ୍ୟାଦି। ପରିହାସ ପରେ ସାହି ସେ ମୁଣ୍ଡରୁ ସେ ଗୀତ ରହି ରହିକା ଭାସି ଆସୁଥାଏ। ଇତି ଦେଖିଲେ ସିତି ନାହିଁ, ସେ ଟଙ୍କା ଦିଲେ ମିଳେ ନାହିଁ। ଦିଶାରୀ ଦିନ ଧରି ଦେଇଛି। ନୂଆ ଘର ଦୁଆର ମୁହଁରେ 4ଟା ବଡ଼ ବଡ଼ ଶିମୁଳି ଗଛ ଛାଲି ଛଡ଼ା ହୋଇ ପାଣିରେ ଜୁଡ଼ୁବୁଡ଼ୁ ହୋଇ ନାଳୁଆ ହୋଇ ପୋତା ହୋଇଛି। ତାହାରି ଉପରେ ଛାମୁଡ଼ିଆ। ତହିଁରେ ଗୋଟାଏ ବଡ଼ ବୋଇତି କଖାରୁ ଝୁଲୁଛି। ଘର ଆଗରେ ବାଜା ବସିଛି। ଠିକ୍ ଯେତେବେଳେ ସଳପ ଗଛର ଛାଇ 1.5 ଚାଖଣ୍ଡେ ଲମ୍ବା ହୋଇ ଗଛ ଚାରିପାଖେ ବିଛେଇ ହୋଇ ପଡ଼ିଲା।
ଯୋଗ ଆରମ୍ଭ ହେଲା। ରେଙ୍ଗୁ ପରଜା ଅଣ୍ଟାରେ କଟୁରୀ ଖୋସି ନାଳ ସଡ଼ ସଡ଼ ଶିମୁଳି ଥୁଣ୍ଟାରେ ଚଢ଼ିବାକୁ ଆରମ୍ଭ କଲା। ପାଖରେ ଥାଇ ଦିଶାରୀ ବୁଢ଼ା ଓଠ ଥରେ ଦେବତା ଡାକୁଥାଏ। ରେଙ୍ଗୁ ପରଜା ଚଢ଼ିଯାଇ ଖସିଯାଇ ପୁଣି ଚଢ଼ି ପୁଣି ଖସି ଝାଳନାଳ ହୋଇ ଘରଟି ତିଆରି କରୁଥାଏ। ବୋଇତି କଖାରୁରୁ ଚାରିଫଡ଼ା କଲା। ତଳେ ଆନନ୍ଦର ସ୍ୱର ଉଠିଲା। ବିଭାଘର ଆରମ୍ଭ ହେଲା। କାଜଡ଼ି ଓ ବାଗଲାକୁ ନେଇ ହଳଦୀ ପାଣିରେ ଚୁଡ଼ୁବୁଡ଼ୁ କରି ଗାଁ ଲୋକେ ଝୋଲା କରେ କରେ ଦୂରକୁ ମୋହି ଚାଲିଗଲେ। ଯେଉଁଠି ଦୁଇ ଝୋଲା ଏକାଠି ମିଶିଛି ସେଠି ଦୁହିଁଙ୍କୁ ଠିଆ କରି ୟା ମୁଣ୍ଡରେ ଜଡ଼ା ତେଲ ତା ମୁଣ୍ଡରେ ଜଡ଼ା ତେଲ ଆ ମୁଣ୍ଡରେ ଘଷି ଦେଲେ। ୟାଠୁ ହଳଦୀ ଉଞ୍ଚା ତା ଦେହରେ, ତାଠୁ ହଳଦୀ ଉଞ୍ଚା ୟା ଦେହରେ ଘଷି ଦେଲେ। ବାଗଲା କାଜଡ଼ିର ବାଁ ଗୋଡ଼ ଆପଣା ଡାହାଣ ଗୋଡ଼ରେ ମାଡ଼ି ଧରି କାଜଡ଼ି ମୁହଁରେ 3 ଥର ଛେପ ପକାଇଲା। କାଜଡ଼ି ମଧ୍ୟ ସେହିପରି କଲା। ତାପରେ ବେକର ମାଳି, ହାତର ମୁଦି ଅଦଳ ବଦଳ କରାଗଲା। ପିନ୍ଧା ଲୁଗା କାନିକୁ କାନି ଗଣ୍ଠି ପଡ଼ିଲା। ଦୁହିଁଙ୍କୁ ଗାଧୋଇ ଦିଆଗଲା। ତୁଠରେ ଦିଶାରୀ ରାହୁ ପୂଜା କଲା। କୁକୁଡ଼ା ଡିମ୍ବ ଭାଙ୍ଗିଲା। ସେଠୁ ସେମାନେ ଗାଁ ଭେରମଣରେ ପିତୃପୁରୁଷ ପଥର ପାଖକୁ ଆସିଲେ। ବାଟଯାକ କେତେ ପୂଜା ଲାଗିଥାଏ। ସେଠି ମଧ୍ୟ ପୂଜା ହେଲା। ମୁଣ୍ଡ ନୁଆଁଇ ଦୁହେଁ ପିତୃ ପିତାମହଙ୍କୁ ଦଣ୍ଡବତ ହେଲେ। କୁକୁଡ଼ା ଡିମ୍ବ ଭଙ୍ଗା ହେଲା। ପଥର ପାଖେ ରନ୍ଧା ମଦ ଢଳା ହେଲା। ଭାତ ଅଜଡ଼ା ହେଲା। ପୁଣି ନୂଆ ଘର ପାଖେ ଦିଶାରୀ ଦୁର୍ଭୋଧ୍ୟ ସ୍ରୋତ ଦୁହିଁଙ୍କୁ ମୁଣ୍ଡରେ ହଳଦୀ ଗଳା ଅରୁଆ ଚାଉଳକୁ ଅଜାଡ଼ି ଦେଲା। ଗୋଟାଏ ବଡ଼ କଳାଗଞ୍ଜା କୁକୁଡ଼ା ଧରି ଆଣି ଦୁହିଁଙ୍କ ମୁଣ୍ଡରୁ ଚାଉଳ ତକ ଟୋକେଇ ନେଲା। ପୁଣି କେତେ ପୂଜା। ତାପରେ ସେ କଳା କୁକୁଡ଼ା ହଣା ହେଲା। ବରକନ୍ୟାଙ୍କ ହାତରେ ହାତ ସମର୍ପଣ କରାଗଲା। 10 ଲୋକଙ୍କ ଆଗରେ ରେଙ୍ଗୁ ପରଜା ବୋହୂ କାନରେ ସୁନା ନୋଳି, ନାକରେ ସୁନା ନାକମୁଦି ଓ ବେକରେ ରୂପାର 3 ଖଣ୍ଡ ଖଗଲା ହାର ଲମ୍ବାଇ ଦେଲା। ବିଭାଘରର ପୂଜା କାଣ୍ଡ ସମାପ୍ତ ହେଲା। ସଞ୍ଜବେଳେ ଜାତିଭାଇଙ୍କୁ ଭୋଜି ଓ ରନ୍ଧା ମଦ। ରାତିରେ ନାଚ। ବରକନ୍ୟା ନୂଆ ଘରେ ପଶିଲେ। କୁଳ ପ୍ରଥା ଅନୁସାରେ ବାସି ବିଭା ଶେଷ ହେଲା। ଦୂର ଦୂର ଗାଁରୁ ଝୋଡ଼ିଆ ପରଜା କୁଳର ବଂଶୀୟା ଭାଇମାନେ ଆସିଥାନ୍ତି। ଗାଁରେ ଆଜି ଭାରି ଘୋ ଘା। 10ଟା ଚୈତ ନାଚକୁ ଜିଣିକରି 10 ମନ୍ତପୁର ମଦ ଦୋକାନର ପିତେଇ ଶୁଣ୍ଢି ଓ ଲକ୍ଷ୍ମୀପୁର ମଦ ଦୋକାନ ବାଗି ଶୁଣ୍ଢି ଉଭୟେ ଲୁଚେ ଲୁଚେ କୁଚା ମଦ ପଠେଇଥାନ୍ତି ବିକ୍ରି ପାଇଁ। ଗାଁ ଭାରି ଜମିଥାଏ। ଥରେ ଅଧେ ଯାଇ ବିଲି ନାଚମଣ୍ଡପ ଓ ବିଭାସଭା ଅଞ୍ଚଳ ବୁଲି ଦେଇ ଚାଲି ଆସୁଥାଏ। ଜିଲି ଘରୁ ପଦାକୁ ବାହାରେ ନାହିଁ। ବିଲି ଖାଲି ବାଛି ଯାଉଥାଏ। ଘରେ ଆସି ଅପା ପାଖେ ବନେଇ ଚୁନେଇ ଲଗେଇ ଯାଇ କହୁଥାଏ। ଦୁଇ ଭଉଣୀ ନିରୋଳାରେ ସମାଲୋଚନାକୁ ଅନ୍ତର ଭିତରେ ଗ୍ରହଣ କରିନେଉଥାନ୍ତି। ଖୁବ୍ ଭଲ। ବୁଝିଲୁ ଅପା, ତରକାରୀ କାହା ପତ୍ରରେ ପଡ଼ିଛି କାହା ପତ୍ରରେ ନାହିଁ। ଆଉ ତରକାରୀ ବା କ'ଣ? କୋଉଠୁ ବାଛି ବାଛି 2ଟା ବୁଢ଼ା ଛେଳି ଆଣିଥିଲେ। ତାତିରେ ପଛେ ହାଣ୍ଡି ତରଳିଗଲା। ବୁଢ଼ା ଛେଳି ହାଡ଼ ସିଝିଲା ନାହିଁ। ଆଉ ମଦ ବା କ'ଣ ଭଲ? ରାମି କହୁଥିଲା ସେ ନିଜେ ଦେଖିଛି। ଟିଣ ଡବାରେ 5 ଟିଣ ପାଣି ଛାଇ ନେଉଟା ବେଳେ ନେଇଗଲେ ମିଶେଇବାକୁ। ଦିଶାରୀର ତଣ୍ଟି ବସିଛି। ଭଲ ବୋଲି ପାରିଲା ନାହିଁ। କୋଉଠୁ ଖଣ୍ଡେ ଫଟା ଢୋଲ ମାଗି ଆଣିଛନ୍ତି। ଭଲ ବାଜୁନାହିଁ। ଆଉ ବରକନ୍ୟା? କନ୍ୟା ତ କୋଉ କାଳର ବୁଢ଼ୀ। ମାଣ୍ଡିଆ ତାକୁ ଟାଣି ଓଟରି ଲମ୍ବେଇ ପକେଇଛି। ଆଉ ବର ଠିକ୍ ଘୋଡ଼ା ପରି ମୁହଁ କରିଥିବ। ଥିରି ଥିରି ବାଟ ଚାଲିଲା ଯାଉଛି। ଜିଲି ଶୁଣେ, ହସିବାକୁ ଚେଷ୍ଟା କରେ। ଦୁହେଁ ଶୋଇଲେ। ରାତି ବଢ଼ିଲା। ମହୁରୀ ଛଳଛଳି ବାଜୁଥାଏ। ଅନ୍ଧାରରେ ଜିଲି ଅଣ୍ଡାଳି ଅଣ୍ଡାଳି ବିଲିକୁ କୁଣ୍ଢେଇ ଧରିଲା। ମୁହଁରେ ମୁହଁ ଲଗେଇ ଦେଇ ଦୁଇ ଭଉଣୀ କଇଁ କଇଁ ହୋଇ କାନ୍ଦିଲେ। ସାହୁକାରର ଗାଁରେ ରାତିବେଳେ ଚଟି ଘରେ ଶୋଇ ରହି ବୁଢ଼ା ଶୁକ୍ରଜାନି କହିଲା ପୁଅମାନଙ୍କୁ, ବୁଝିଲୁରେ ମାଣ୍ଡିଆ, ଏ ଗୋତିପଣ ସହି ହେଉ ନାହିଁ ଆଉ। ଗୋଟାଏ କିଛି କରିବାକୁ ପଡ଼ିବ। ମାଣ୍ଡିଆ କହିଲା, ଆଉ ଉପାୟ କ'ଣ ଅଛି? ଟଙ୍କା ନେଇଛେ ଗୋଟି ଖଟିଥାଏ। ଫିଟିବ କେମିତି? ନା, ମୁଁ ଭାବୁଥିଲି କି। ଆଉ ଭାବିବୁ କ'ଣ ବାପା? ଯାହା କମେଇଲେ ଖଦିପଟା କରି ଅଧିକାରୀମାନେ ଶଙ୍ଖୁଳି ଜୋରିମାନା ଦେଇ ସବୁ ତ ଯାଇଛି। ଥାଇ ଥାଇ ସେଇ ବେଢ଼ା 2 ଖଣ୍ଡ। ଏଇ ବେଢ଼ା 2 ଖଣ୍ଡ ଆଉ 4 ଖଣ୍ଡ ଢିପ ଭୁଇଁ। ଏଇ 6 ଖଣ୍ଡି ତା ବୁଢ଼ା ବାପର ପଞ୍ଜରା ହାଡ଼ ବୋଲି ମାଣ୍ଡିଆ ଜାନି ବୁଝିଥିଲା। ତା ସବୁ ସେ ସହିବ ନାହିଁ ଖାଲି ଏଇ 6 ଖଣ୍ଡ ଜମି ଛଡ଼େଇ ଦେବାକୁ। ବାପ ଢିପ ଭୁଇଁ 4 ଖଣ୍ଡ ରଖି ଯାଇଥିଲା। ଶିସ୍ତୁ ବର୍ଷକୁ ହଳ କରି 4 ଟଙ୍କା ଲେଣ୍ଡୁ 6 ଟଙ୍କା।
ମିଛ ପଇସା। ତାପରେ ଖରାଏ ତରାଏ ଲାଗି ଗଦବା ଝୋଲା କାଡ଼ର ଖଣ୍ଡି ହାଣି ମୁଣ୍ଡା ବାନ୍ଧି ବର୍ଷ ବର୍ଷ ଅପେକ୍ଷା କରି ଶୁକ୍ରଚାନୀ ପାଣି ଭିତରୁ ସାରଖାଲ ଭୂଇଁ 2 ଖଣ୍ଡ ବାହାର କଲା। ଇନ୍ଦ୍ର ଦୟା କଲେ ସରୁ ଧାନ ଗଡ଼ିସାଏ ପର୍ଯ୍ୟନ୍ତ ପାଚିଯିବ। ବହୁଦିନ ତାସଖରି ଖାଲି ଗଲା। ବେଳାଭୂମିରେ ଗୁଣୁପୁରୁ ସପୁର ଧାନ, ସରୁ ଦେଉଳ ଭୋଗ ଧାନ। ନିହାତି ନିଖୁଚିଆ ହେଲେ ମୋଟା ଧାନ। ଢେପ୍ ଭୂଇଁରେ ମାଣ୍ଡିଆ ଗଡ଼ିସେ ଅଧ, ଗଡ଼ିସେ ସୁମା ଅଳସୀ କବ। ପାହାଡ଼ ଦେଶରେ ଅନେକ ସ୍ଥାନରେ ବେଢ଼ା। ଭୂମିକୁ ଶିସ୍ତୁ ନାହିଁ, କାରଣ କେଜାଣି କେତେବେଳେ ଝରଣାର ସୁଅ ତୋଡ଼ରେ ଭୂଇଁ ଭାସିଯିବ। କିନ୍ତୁ ଅମିନ ରିଭିନ ଆସିଲେ ବେଢ଼ା 2 ଖଣ୍ଡକୁ କାମି ଭୂମି ତଳେ ଲେଖି ନେଇ ଗଲେ। ଶିସ୍ତୁ ଆହୁରି 4 ଟଙ୍କା ବଢ଼େଇ ଦେଇ ଗଲା। ସେହିଦିନୁ ଶୁକ୍ରଚାନୀ ଶିସ୍ତୁ ଦିଏ ଭୂମି ଖାଏ। କିନ୍ତୁ ତାର ଭାରି ଆଦରର ଭୂଇଁ ସେ। କେତେ ଅଭାବ ବିପଦ ଆସିଛି ଯାଇଛି। ତାର ପ୍ରାଣର ଭୂଇଁକୁ ବନ୍ଧା ଲଗେଇ ଦେବାକୁ ବୁଢ଼ା ରାଗିଯାଏ। ଶୁକ୍ରୁ କହିଲା, ହେଲା ବା ବେଳା 2 ଖଣ୍ଡ। ବହୁତ ଦିନ ମୁଁ ଭାବୁଛି ଭୂମି ପଛେ ବନ୍ଧା ପଡ଼ୁ, ତାଠୁ ଏ କୋତିପଣିଆ ଆହୁରି କଷ୍ଟର କଥା। କେଜାଣି ବାପା ସେ ଭୂମି କଥା କହିଲେ ତୁ ତ କେତେଥର ନିଆଁ ହୋଇ ଯାଉଛୁ କହିଛୁ। ନିଜେ ନିଜର ଭୂମି କର, ତାକୁ ବନ୍ଧା ଲଗାଅ ମନ ଇଚ୍ଛା। କିନ୍ତୁ ମୋର ଦାଦିଆ ନିଆଁକାଳର ଭୂମି ଆଉ ହାତ ତିଆରି ବେଢ଼ାଭୂମି ନାଁ ପକେଇବାକୁ ମୁଁ ଦେବି ନାହିଁ। ତା ଯଦି କରିଥାନ୍ତୁ ବାପା, ଜମି ପଛେ ନଥାନ୍ତା, ଆଜି ଆମେ ସମସ୍ତେ ଗୋତି ହୋଇ ବାନ୍ଧି ହୋଇ ନଥାନ୍ତେ। ନାଇରେ ମାଣ୍ଡିଆ, ତୁ ବୁଝିପାରୁନାହୁଁ। ସେତେବେଳକା କଥା ଭିନେ ଥିଲା, ସବୁ ଓଲଟି ଯାଇଛି ଏବେ। ମନେ ଭାବିଲୁ ମାଣ୍ଡିଆ, ଘରେ ପିଲା ଟୋକୀ 2ଟା। କିଛି ଖାଦି ଆମେ ରଖିଦେଇ ଆସିନାହୁଁ। କେହି ତାଙ୍କର ସା ଭରସା ନାହିଁ। ସାହି ପଡ଼ିଶା ଗାଁରେ ଜିଉଣୀ କି କାକୁଟତି ଏବେ। କେମିତି ଚଳିବେ ସେମାନେ? କିଏ ବା ତାଙ୍କ କଥା ବୁଝୁଥିବ? ମାଣ୍ଡିଆ ଗୁମ୍ ମାରି ରହିଲା। ଟିକ୍ରା ସେତେବେଳକୁ ଘୁଙ୍ଗୁଡ଼ି ମାରୁଛି। ଆପେ ଆପେ ତାର ହାତ ବାଢ଼େଇ ହେଉଛି ଫୁଙ୍ଗୁଳା ଧିଅରୁ ମାଛି ହୁଡ଼େଇବା ପାଇଁ। ଶୁକ୍ରୁ କହିଗଲା, ରାତି ହେଲାଣି। ଏକୁଟିଆ ତାଟି ପକେଇ ଦେଇ ରାଣୀ 2ଟି ମୋର ଶୋଇଥିବେ। ଖାଦି ଖେଦିଥିବେ କି ନାଇଁ ପେଟକୁ। ଦିନ ନିଦ ଆସୁଥିବ କି ନାଇଁ। ମୁଇଁ ବାପ, ମୁଁ କିଛି କରିପାରିଲି ନାହିଁ ତାଙ୍କ ପାଇଁ। ମାଣ୍ଡିଆର ଘୁଙ୍ଗୁଡ଼ି ଶୁଭିଲା। ଶୋଇଲୁଣି କିରେ ମାଣ୍ଡିଆ? ଭୂମିଟା ବନ୍ଧା ପକେଇ ଦେଇ ମୁକୁଳି ଗଲେ ଭଲ ହୁଅନ୍ତା ନାହିଁ, ତୁ କ'ଣ କହୁଛୁ? ମାଣ୍ଡିଆ ନିରୁତ୍ତର। ସେ ସେତେବେଳକୁ ନିଘୋଡ଼ ନିଦରେ। ଶୁକ୍ରୁର ମନ ଭିତରେ ଗାଁ ଦିଶିଗଲା। ଘର, ଜମି ଆଉ ଚିଲି ବିଲି। କ୍ରମେ ଝିଅ ଦୁହିଁଙ୍କୁ ଅନାଉ ଅନାଉ ଜମି ଅଦୃଶ୍ୟ ହୋଇଗଲା। ଝିଅ 2ଟି ହିଁ ରହିଗଲେ। କେଉଁ ଅନ୍ଧାର ଭିତରୁ ତାଙ୍କର ମଲା ହଜିଲା ମା ଯେପରି ନିତିଦିନିଆ ହୋଇ ବାହାରି ଆସି ଅନେଇ ଠିଆ ହେଲା। ଶୁକ୍ରଚାନୀର ମନ ସୂକ୍ଷ୍ମ ଦେହ ଧରି ଅନେକ ଦୂରକୁ ଚାଲିଗଲା, ଯେଉଁଠି ସେ ଆଉ ଗୋତି ନୁହେଁ। ସକାଳ ପାହିଲା, କିନ୍ତୁ ଜମି ବନ୍ଧା ପଡ଼ିଲା ନାହିଁ। କଥା ପ୍ରସଙ୍ଗରେ ପ୍ରଥମେ ଶୁକ୍ରଚାନୀ ସାହୁକାରକୁ ସେ କଥା କହିଲା। ସାହୁକାର ଅତି ତାଚ୍ଛଲ୍ୟ ଭାବେ କହିଲା, ଆଚ୍ଛା ଦେଖୁଁ ଆଗେ ତୋର ଜମି। ପୁଣି ଗାଧୁଆ ବେଳେ ବାପ ପୁଅ ଭେଟାଭେଟି। ଶୁକ୍ରୁ ମାଣ୍ଡିଆକୁ କହିଲା, ପୁଣି ଭାବୁଛି କ'ଣ ଜାଣୁ? ଜମି ଥରେ ହାତରୁ ଛାଡ଼ିଦେଲେ ଆମ ପର୍ବତ ଦେଶରେ ଆଉ କରିହେବ ନାହିଁ। ନୂଆ ଜମି ଗାଡ଼ ଉପରେ ମୁଣ୍ଡା କାନ୍ଧି କରିବାକୁ କେତେ ବର୍ଷ ଚାଲିଯିବ। ସେଥିରେ ପୁଣି କେତେ କାହା ସାଙ୍ଗେ କଳିଗୋଳ ଲାଗିବ। ଥରେ ଜମି ବନ୍ଧା ପକାଇଲେ ଆଉ ସେ ହାତକୁ ନ ଆସେ। ସେଇଠୁ ଆଉ ଖଣ୍ଡେ ଜମି କରିବାକୁ ନାଇକକୁ 1000 ଖୁସାମନ୍ତ। ସେ ଦେଲା ତ ନ ଦେଲା ତ ନାହିଁ। ଆମେ ତ ବେପାରୀ ଲୋକ ନୋହୁଁ ଯେ ଟଙ୍କା ଅର୍ଜି ଜମି କରିବା। ପଛେ ଜମି ସରିଲେ, କୁଲି ସରିଲେ ଭୋକ କାକୁର୍ତ୍ତିରେ ଯା, ଆସାମ ପଳା, ଆସାମ ପଳା। ତେଣୁ ମୁଁ କହୁଛି, ଆଉ ଯାହା ହେଲେ ପଛେ ହେଉ, ଜମି ଛାଡ଼ିବା ନାହିଁ। ମାଣ୍ଡିଆ ମନେ ମନେ ଭାରି ବିରକ୍ତ ହୋଇଥିଲା। କହିଲା, ତୋର ଇଷ୍ଟ, ତୋର ଖୁସି, ଜମି ଥୁଆ ହୋଇ ଥାଉ, ଆମେ ଏଣେ ବନ୍ଧା ପଡ଼ିଛୁ। କ'ଣ କାମରେ ସେ ଚାଲିଗଲା। ଶୁକ୍ରୁ ଚୋଟ ଖାଇଲା ପରି ଦୂରରୁ ଆଖି ପକାଇ ଉଦାସ ହୋଇ ବସିଲା ସେଠି। ଏ ମାଣ୍ଡିଆ, ସେ ଖାଲି ବୁଝେ ନିଜର ସୁବିଧା। ଜମି କଥା ସେ ବୁଝେ କେତେକର କେତେ। ଜମି ତାର କେତେ ପ୍ରିୟ। ସେ ଖାଲି ମାଟି ନୁହେଁ, ସେ ତାର ଗୋଟା ଦେହଟା। କେଉଁଠି ତାର ଖାଲ, କେଉଁଠି ଢିପ, କେଉଁଠି ହୁଙ୍କା, କେଉଁଠି କଣ୍ଟାବୁଦା, କେଉଁ ଅରାକରେ ତାର ମାଟି କିପରି, ସବୁ ତାକୁ ହିଁ ଜଣା। ଯେ ଜମି ଉପରେ ଆୟୁଷରୁ 12 କଟେଇ ଦେଇ ଗଲା, ପ୍ରତ୍ୟେକ କୁଦଖାଲ, ପ୍ରତ୍ୟେକ ଟେଳା ଭୁଷାର ବରଷ ବରଷ କରି ଇତିହାସ ରହିଛି। ଏଇ ମାଟି ଉପରେ ଝାଳ ଢାଳି ଢାଳି ଉଦୁଉଦିଆ ଦ୍ୱିପହରେ ଗଜାକୁ ସେ ଉଷୁମ ଦେଇଛି।
କେତେ ପାଚି ଉଠେଇ ନେଇଛି ଏଇ କ୍ଷେତରୁ। ଜମି କହିଲେ ସୋମବାରୀ ମନେ ପଡ଼େ। ନିଜାଣି ରୋପାଣି ଦିନେ ଦ୍ୱିପହରେ ଆଣି ସେ ଜମି ଉପରେ ଖାଦି ଦେଇଯାଏ ଛୁଆ ଚାରିଟିଙ୍କ ପିଲାଦିନର ବାଳ ଲୀଳା। ସେ ମଧ୍ୟ ବନ୍ଧା ହୋଇଛି ଜମି ସାଙ୍ଗରେ। କେତେଦିନ ବଂଶଯାକ ପଡ଼ି କ୍ଷେତରୁ ଗୋଡ଼ି ପଥର ବାଛୁ ବାଛୁ ଶୁକ୍ରୁ ପିଲାମାନଙ୍କୁ ବୁଝାଇଛି, ମୁଁ ତୁମର କେହି ନୁହେଁ, ଏଇ ଧରତନୀ ତୁମର ମା। ବର୍ଷକୁ ବର୍ଷ କେତେ କୁକୁଡ଼ା କେତେ ପାରା ବଳି ଦେଇ ସେଇ କ୍ଷେତକୁ ତାର ସେ ବେଶୀ ଉର୍ବର କରିଛି। ପଛ ଆଡ଼କୁ ଅନେଇ ଗଲେ ଦିନ ଦିନକର ମୁହୂର୍ତ୍ତ ମୁହୂର୍ତ୍ତକର କଥାକୁ। ସବୁ ଅନୁଭୂତିର ପୃଷ୍ଠପଟ ତାର କ୍ଷେତ। ଜମିକୁ ବନ୍ଧା ଦେବ ସେ, ତା ହୋଇପାରେ ନାହିଁ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ପରଜାର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।